ତାପରେ ଦେଖନ୍ତୁ ମାନେ ପୁଣି ଜ୍ୱର ଆସିଲାଣି। ମେଡ଼ିସିନ ଖାଇଥିଲା ଟିକେ ଭଲ ଥିଲା, ପୁଣି ରାତି 3:30 ବେଳକୁ ମାନେ ଜ୍ୱର ଆସିଛି। ଏବେ ଟାଇମ୍ ହେଇଛି 4:43। କ'ଣ କେମିତି ଲାଗୁଛି? ତ ଏବେ ମାନେ ଗୁଣିଆକୁ ଫୋନ୍ କରିଥିଲେ, ତ ଟାଇମ୍ ଦେଖନ୍ତୁ 5:23 ହେଲାଣି। ଆଉ ମାନେ ସେ ଟିକେ ମାନେ ଫୁଙ୍କି ଦେଲେ ଗୁଣିଆ। ଆଉ ଯେଉଁ ମିରର ଦେଖିବାକୁ କହିଲେ, ନିମପତ୍ର ଆଉ ତୁଳସୀ ଖାଇବାକୁ କହିଥିଲେ। ମାନେ ଖାଲି ଦେହରେ ଯାଇଥିଲେ, ମାନେ ଗାମୁଛାରି ପିନ୍ଧିକି ତୁଳସୀ ପତ୍ର ଆଣିବା। ତ ଫ୍ରେଣ୍ଡ ଦେଖନ୍ତୁ, ବହୁତ ଦିନ ପରେ ଆମ ବ୍ଲଗ୍ ଆସୁଛି ଏଇ ଚ୍ୟାନେଲରେ। ତ ଆପଣମାନେ ଭାବୁଥିବେ ଯେ ଆଜି ଗୋଟେ କ'ଣ ରୋଷେଇ କ'ଣ ଚାଲିଛି। ସୁପ୍ରିୟା ଦେହ ପୁରା ଭଲ ନାହିଁ, 5 ଦିନ ଖଣ୍ଡେ ହେଲା, ଯାହାକି ମୋତେ କାମ କରିବାକୁ ପଡ଼ୁଛି। ତ ଦେଖନ୍ତୁ ମାନେ ମୁଁ ତାକୁ ଯେଉଁ ମାନେ ଆଳୁ ଫାଳୁ କାଟିକି ଦେଇଛି, ସେ ରୋଷେଇ ହେରି କରୁଛି। ପନିପରିବା ସବୁ କାଟିକି ଦେଇଛି ମୁଁ। ଆଉ ଏଇଠି ସବୁ ଟମାଟୋ ଆଉ ପିଆଜ କାଟିକି ଦେଇଛି। ଅଟା ଏବେ ଗୋଳଉଛି। ତ ରୁଟି ଆଉ ଆଳୁ ଫୁଲକୋବି ମାନେ ଝୋଳ ହେବ ଏବେ। ତ ସିଏ ମାନେ ଓଦା ହାତ ହେବନି, କାହିଁକିନା ତାକୁ ଜ୍ୱର ହେଇଛି। ଜ୍ୱର ମାନେ ଟାଇଫଏଡ଼୍ ଜ୍ୱର। ତ ଡକ୍ଟର ମନା କରିଛି। କ'ଣ କହିଥିଲେ ଡକ୍ଟର? ମାନେ ପାଣି ହାତ ଜମା କରିବାକୁ ମନା କରିଥିଲେ। ତ ଆଜିକୁ 5 ଦିନ ହେଲା ମାନେ ସେ ଭାତ ବି ଖାଇନାହିଁ। କ'ଣ ପାଇଁ? ସେ ମାନେ ଭାତ ଖାଇବାକୁ ମନା କରୁଛି ଡକ୍ଟର ହେଲା। ମାନେ ସକାଳେ ପାଉଁରୁଟି ବିସ୍କୁଟ ହେଇ ଖାଇବ, ଆଉ ଦ୍ୱିପହର ରାତିରେ ମାନେ ରୁଟି ଖାଇବ ଆଉ। ତ ଏବେ ବର୍ତ୍ତମାନ ରୋଷେଇ ଚାଲିଛି। ଆଉ ଆଜି ଆମ ଭଉଣୀ ଆସିଛି ମାନେ ସକାଳେ। ତ ମାନେ 5 ଦିନ ହେଲା ବି ମୁଁ ବି କାମକୁ ବି ଯାଉନି। ଆଉ ମା ନାହିଁ, ଆଉ ମା ଟିକେ ବାହାରକୁ ଯାଇଛି ଆଜି 7-8 ଦିନ ହେଲା। ତ ଏବେ ଦେଖନ୍ତୁ ମୋର ତରକାରୀ ଚାଲିଛି। ଭଉଣୀ ମାନେ ଆମ ଭାଣିଜୀ ଶୋଇଥିଲା ତ ଏବେ ଆସିଲା ମାନେ ଭଉଣୀ। ଦେହ ଏମିତି ଏବେ କେମିତି ଲାଗୁଛି? ଭଲ ଲାଗୁନି? ତମେ ପଳେଇ ଯାଅ, ନହେଲେ ଶୋଇପଡ଼ିବ। ଭଉଣୀ ଆସିଲା ରୋଷେଇ କରିବ। ତ ଦେଖନ୍ତୁ କ'ଣ ଅବସ୍ଥା ସବୁ। ମାନେ ଏତେ ଦିନ ବ୍ଲଗ୍ ବି କ'ଣ ପାଇଁ ଆସୁନାହିଁ ନା, କାମକୁ ପଳାଉଛି ତ ବ୍ଲଗ୍ ଆସୁନି। ଯେହେତୁ ଆଜି 5 ଦିନ ଫାଙ୍କା ଅଛି, ତ ଆଜି ଟିକେ ବ୍ଲଗ୍ ମାନେ ବନେଇଦେଲୁ। ହେଲା କି? ତ ଫ୍ରେଣ୍ଡ ଦେଖନ୍ତୁ, ଏବେ ଶୋଉଥିଲା ପୁଣି ଉଠି ପଡ଼ିଲା କରିକି। ମା କୁ ରୋଷେଇ କରିବାକୁ ଦବନି? ମା, ହଁ ମା, ଆସ। ଆଉ ଜଣେ ଗୋଟେ ଶୋଇଛି ତ ସର, ଆଉ ଜଣେ ଏଠି ଗୋଟେ ଶୋଇଛି। ୟାର ସବୁବେଳେ ବର୍ଷା ହଉଛି। ରୁଟି କରିବ କ ଆଜି ଆମ ସାନ ମା ଆଜି ରୁଟି କରିବ ନାଇଁ? ମା ଆଜି କିଏ ରୁଟି କରିବ? ଏଇ ଧରିଛି। ଇସ୍ ସବୁ ଖାଇଗଲା। ଦେ। ଥଣ୍ଡା ହେଇଛି ତାକୁ। ଆସ। ସେ ଯାହା ପାଇବ ପାଟିରେ ପୁରେଇବ। ବା ଯାହା ପାଇବ ପାଟିରେ ପୁରେଇବ।
ଆଉ କାମ କ'ଣ? ତା କାମ ହେଲା ଏତିକି, ଯେଉଁ ଜିନିଷଟା ପାଇବ ପାଟିରେ ପୁରେଇବ। କ'ଣ ହେଲା? କଞ୍ଚା ଅଣ୍ଟା ଖାଇଯାଉଛି ରେ। ନୁଙ୍ଗୁରି ମୁଁ ଭାଣିଜି ନା ନୁଙ୍ଗୁରିଟି। ଦିଅ 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 ଅଣ୍ଟା ଦିଅ ଅଣ୍ଟା ଦିଅ। ଇସ୍ ଇସ୍ ଏ ମା କେତେ ବଡ଼ଟା ପୁରେଇ ଦିଏ। ଇସ୍ ସେ ରାଗି ଯାଉଛି, ସେ ରାଗି ଯାଉଛି। ଓହୋ ସେ ରାଗି ଯାଉଛି, ତା ପାଖକୁ ସେ ଛଡ଼େଇ ନେଉଛି ନା ରାଗି ଯାଉଛି ପୁରା। ହଁ ହଁ ତାକୁ ଆଉ ଗୋଟେ କ'ଣ ଜିନିଷ ଦିଅ। ଇସ୍ ଇସ୍ ବାଇଗଣ ପୁଛି ଦିଅ ପୁଛି ଦିଅ ପୁଛି ଦିଅ ଶାଢ଼ୀରେ ଶାଢ଼ୀରେ ଭଲ କି ପୁଛି ଦିଅ ଟିକେ। ଇସ୍ ବାଇଗଣ ଦିଅ ବାଇଗଣ ଦିଅ। ସେ ବାଇଗଣ ଖାଉ, କଞ୍ଚା ବାଇଗଣ। ଗାଈ ଖାଇଲା ମାନେ ଯାହା ପାଇବ ହାତରେ ଖାଇବ। ମୁଣ୍ଡରେ ଗୋଟେ ଛତା ବାହାରିଛି, ରୋଷେଇ କରି ପକାଅ ହେଲା। ମାଇଁ ଆଉ ମା ତମେ ମିଶିକି ରୋଷେଇ କରି ପକାଅ, ଜାଣିଛ ସନା ମା। ତାପରେ ଦେଖନ୍ତୁ ମାନେ ପୁଣି ଜ୍ୱର ଆସିଲାଣି। ମେଡ଼ିସିନ ଖାଇଥିଲା ଟିକେ ଭଲ ଥିଲା, ପୁଣି ରାତି 3:30 ବେଳକୁ ମାନେ ଜ୍ୱର ଆସିଛି। ଏବେ ଟାଇମ୍ ହେଇଛି 4:43। କ'ଣ କରିବି ମୁଁ ମାନେ ବୁଝିପାରୁନି। ମେଡ଼ିସିନ ହେରିକା ଦେଉଛି ବି ମାନେ କାମ କରୁନି ମେଡ଼ିସିନ। ସକାଳେ ଟିକେ ଯିବୁ ମାନେ ଗୁଣିଆ ପାଖକୁ ଟିକେ ଝାଡ଼ି ଆଣିବୁ, କ'ଣ କରିବୁ। ମା ବି ପଳେଇ ଆସିବ ବୋଲି କହୁଥିଲା ବାହାରୁ। ମାନେ ମା ଆସିକି ପହଞ୍ଚିଦେବି 3-4 ଦିନ ଲାଗିବ ଏଠି, ମାନେ ଓଡ଼ିଶା ବାହାରେ ଅଛି। ମାନେ ସମସ୍ତେ ଖାଇକି ଶୋଇପଡ଼ୁଥିଲୁ, ମାନେ ତାଙ୍କ ଦେହ ବି ଟିକେ ଭଲ ଥିଲା। ଆଉ ସମସ୍ତେ ଖାଇକି ଶୋଇପଡ଼ିଥିଲେ। ଆଉ ଯେତେ ରାତି 3:30 ବେଳକୁ ତାକୁ ଜ୍ୱର ଆସିଛି। ପୁରା ଗରମ। କେମିତି ଲାଗୁଛି ଟିକେ? ଭଲ ଲାଗୁନି? ତିନିଟା କମ୍ବଳ ଘୋଡ଼ିଛି, 3ଟା। ତ ଦେଖନ୍ତୁ ମାନେ 3ଟା କମ୍ବଳ ଘୋଡ଼ିଛି, ତଥାପି ତାକୁ ମାନେ ଶୀତ ଲାଗୁଛି, ଏତେ ଜ୍ୱର। କ'ଣ କରିବି ମୁଁ ବୁଝିପାରୁନି। ରାତି ବି ପାଉନାହିଁ। ରାତି ପାଇଲେ ଯିବୁ ମାନେ ଟିକେ ଗୁଣିଆ ପାଖକୁ ଗୋଟେ ଝାଡ଼ି ଆଣିବୁ, ତାପରେ ନହେଲେ ଭୁବନେଶ୍ୱର ବା ଗୋଟେ ଯିବୁ ବଡ଼ ଡାକ୍ତର ପାଖକୁ। ବଡ଼ ଡକ୍ଟର ପାଖକୁ ଟିକେ ଯିବୁ। ମୁଣ୍ଡ କାମ କରୁନି। ଯେବେ ଏକା ପଡ଼ିଯାଏ ମାନେ ବହୁତ ଟେନସନ୍ ଲାଗେ ମୋତେ। ଭଉଣୀ ଆମର ସେପଟ ରୁମ୍ରେ ଶୋଇଛି, ସେପଟ ରୁମ୍ରେ। ଆଉ ଏଇଠି ଦେଖନ୍ତୁ ମନ୍ଥ ପ୍ଲାସ୍ ଘଷୁଥିଲି ତା ମୁଣ୍ଡରେ। ଆଉ ଦେବି ନା, ଆଉ ଟିକେ ଦେବି ମନ୍ଥ ପ୍ଲାସ୍। ଦେଖ ଏପଟେ ଦେଖ।
पूरा गरम। केमती लगुच? तो एबे मैंने गुणिया को फोन करते तो टाइम देखो 5:23 है। मैंने से टे मैंने फुंकी देले गुणिया जो मिरर देखा कहले नीम पत्र आ तुलसी खाया कहते। खाली देह जाइए मैंने गामछा पिंधिकी तुलसी पत्र आने भौणी भी उठे आसते सही। तो देखो तो कौन हम माने मैंने गुणिया कहले तुलसी पत्र और नीम पत्र खाया से खाई देकी बांती करदे पुणी है। सकाळे हो कौन हम देखा कुआड़े गोटे जीवा।